ମୁଁ ଆଜି ସୁଜି ଆଉ ମଇଦାର ଗୋଟିଏ ନୂଆ ରେସିପି ନେଇ ଆସିଛି। ଦେଖନ୍ତୁ ପିଠା କେତେ ଭଲ ହେଇଛି, ସଫ୍ଟ ମଧ୍ୟ ହେଇଛି। ଏହିପରି ଆପଣମାନେ ବି ତିଆରି କରି ଖାଆନ୍ତୁ। କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇବେ। ଆମ ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିବେ, ସେୟାର କରିବେ ସାଙ୍ଗସାଥୀମାନଙ୍କ ସହିତ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିନେବା। ସୁଜି ଆଉ ମଇଦାରେ ପିଠା ତିଆରି କରିବା। ମୁଁ ଆଜି ନେଇ ଆସିଛି ସୁଜି ଆଉ ମଇଦାର ପିଠା। 2 କପ୍ ମଇଦା ନେଇଛି, 1 କପ୍ ସୁଜି ଦେବା, 1 କପ୍ ଚିନି ଦେବା, ଅଳ୍ପ ଟିକେ ଲୁଣ ଦେବା। ନଡ଼ିଆକୁ ଗ୍ରାଇଣ୍ଡିଙ୍ଗ କରି ନେଇଛି, 2 ଚାମଚ ନଡ଼ିଆ କୋରା ଦେବା। ଏବେ ଭଲ ଭାବରେ ମିକ୍ସ କରି ନେବା। ଭଲ ଭାବରେ ମିକ୍ସ ହେଇଛି। ପାଣିକୁ ଉଷୁମ କରି ନେଇଛି। ଏବେ ଅଳ୍ପ ଅଳ୍ପ ପାଣି ଦେଇକରି ଗୋଳେଇ ନେବା। ଭଲ ଭାବରେ ମିକ୍ସ କରି ନେଇଛୁ। ଏବେ ଗୋଟେ ଗୋଟେ କରି ପିଠା ତିଆରି କରି ନେବା। ତେଲ ଗରମ ହେଇଯାଇଛି। ଏବେ ଗୋଟେ ଗୋଟେ କରି ପିଠା ଛାଣି ନେବା। ପିଠାଟି କେତେ ଭଲ ଭାବରେ ଫୁଲୁଛି। ପିଠା ଭଲ ଭାବରେ ହେଇଯାଇଛି, ସିଝି ଯାଇଛି। ଏବେ ଓହ୍ଲାଇ ନେବା। ଏହିପରି ଭାବରେ ସବୁ ପିଠାକୁ କରିନେବା। ଗୋଟେ ସାଇଡ୍ଟି ହେଇଯାଇଛି। ଏବେ ଆର ସାଇଡ୍କୁ ଉଲ୍ଟେଇ ନେବା। ପିଠାଟି ଭଲ ଭାବରେ ସିଝି ଯାଇଛି। ଏବେ ଓହ୍ଲାଇ ନେବା।